ଜୟ ଜଗନ୍ନାଥ। ଯୋଗାଓ ଭାରତ ଜାଗ ସାରଥୀ ସାରଥୀ ଅନେକ ଲକ୍ଷ୍ୟ ଏକ। SPTM ସର୍ବଭାରତୀୟ ମହାସଂଘର ସବୁ ସାଥୀ ସାରଥୀ ଭାଇମାନଙ୍କୁ ମୋର କୋଟି କୋଟି ପ୍ରଣାମ। ଭାଇମାନେ ଦେଖନ୍ତୁ, ସଂଗଠନ ତ ଆମର ସେଦିନ ଯେଉଁ ସଂକ୍ରାନ୍ତି ଦିନ ରବିବାର ଥିଲା, ମାଙ୍କ ପୀଠରେ ଯେଉଁ ସଭା ହେଇଥିଲା ବହୁତ ଭଲ ହେଇଥିଲା। କିନ୍ତୁ ଆମେ ସମସ୍ତେ ସବୁ ଏକତାର ବାନ୍ଧି ହେବା। ଆମର ଯେତେ ବି ସଂଗଠନ ମାନେ ଅଲଗା ସବୁ ଅଛି, ସବୁ ସଂଗଠନ ସାଙ୍ଗର ଆମର ଭାଇଚାରା ସୃଷ୍ଟି କରିବା। ଯେତେବେଳେ ସରକାରଙ୍କ ପାଖକୁ ଯାଉଛୁ, କୌଣସି ଆମେ ଉପସ୍ଥାପନ କରୁଛୁ, କୌଣସି କଥା ନେଇ ସବୁ ସଂଗଠନ ଏକା ସାଙ୍ଗରେ ମିଶି ଯାଇକି ସରକାରଙ୍କ ପାଖକୁ ଯିବା, ତେବେ ସରକାର ନିଶ୍ଚୟ ଆମ କଥା ଶୁଣିବେ। ଆଉ ଗୋଟିଏ କଥା ହେଉଛି, ଦେଖନ୍ତୁ, ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁ ଏଇ ଡ୍ରାଇଭରଙ୍କର ହାତ ଅଛି, ଆମ ସାଥୀ ସାରଥୀ ଭାଇମାନଙ୍କର ହାତ ଅଛି। କିନ୍ତୁ ଲୋକମାନେ ଡ୍ରାଇଭର ଭାଇମାନଙ୍କୁ କିମ୍ବା ମୋ ସାଥୀ ସାରଥୀ ଭାଇମାନଙ୍କୁ ସମସ୍ତଙ୍କୁ ଦେଖନ୍ତି ଅଲଗା ନଜରର। ମାନେ ଆମେ ଯେମିତି ମନୀଷ ନୁହଁ, ଏଇଭଳିଆ ବ୍ୟବହାର କରନ୍ତି। ଆଚ୍ଛା, ମୁଁ ଦିନେ ଗାଡ଼ି ନେଇକି ଯାଇଛି, ଖରା ପ୍ରବଳ ହେଇଛି, ଗରମ ଦିନ, ଏମିତି ଗରମ ଦିନ, ଗରମ ବି ହେଉଛି। ମୁଁ ଗୋଟେ ଘର ପାଖରେ ସାଇଡ଼ର ଟିକେ ଛାଇ ଅଛି, ସେ ଛାଇ ପାଖକୁ ମୁଁ ଚାଲିଗଲି। ଗଲା ପରେ କ'ଣ ହେଇଛି ନା, ମୋର ଜଣେ ଉପରୁ ଖାଇସାରିକି ସଜନା ଛୁଇଁ ତା ଭାତ ଏମିତି ବିଛଳେଇକି ଛାଟି ଦେଇଛି, ମୋ ଉପରେ ପଡ଼ିଛି। ମୁଁ ବୁଲିକି ଅନେଇଲି, ଆଉ କିଛି କହିପାରିଲିନି। ମୋର ବୋତଲରେ ପାଣି ଥିଲା, ମୁଁ ପୋଛିପାଛି ହେଲି ସାର୍ଟ ପ୍ୟାଣ୍ଟ। ତେଣୁକରି ଭାଇ, ଏଇଭଳିଆ ବହୁତ ବ୍ୟବହାର ଦେଖାନ୍ତି। କିନ୍ତୁ ଆମେ ସ୍ୱଳ୍ପ ଦରମାରେ ବି ଆମେ ଏଇ ଡ୍ରାଇଭର ଲାଇନ୍ର ଆମେ ରହିଛୁ, ଗାଡ଼ି ଚଲାଉଛୁ। କିନ୍ତୁ କେହି ବୁଝନ୍ତିନି। ଆପଣ ସକାଳୁ 7ଟାରୁ ଷ୍ଟାର୍ଟ କରନ୍ତୁ, ରାତି 1ଟା ହେଉ 2ଟା ହେଉ ସେଇ ଗୋଟିଏ ଦରମା। ତେଣୁକରି ବର୍ତ୍ତମାନ ଯେ ମୋ କହିବା କଥା, ଜଣେ ଯଦି ଜନ୍ମ ହେଉଛି, କୌଣସି ଆମ ସାଥୀ ସାରଥୀ ଭାଇର ହାତ ଅଛି। କୌଣସି ଜଣେ ମୃତ୍ୟୁ କରୁଛି, ଆମ ସାଥୀ ସାରଥୀ ଭାଇର ହାତ ଅଛି। କିନ୍ତୁ ତାକୁ ଦିଆହେଉଛି କ'ଣ? କିଛି ନାହିଁ ଭାଇ। ତେଣୁକରି ଆମମାନଙ୍କୁ କେବେ ବି ଭଲ ଆଖିରେ ସମାଜର ଲୋକମାନେ ଭଲ ଆଖିରେ ଦେଖନ୍ତିନି, ହେଟା ଆଦର କରନ୍ତି। ତେଣୁକରି ସମୟ ଆସିଛି ଭାଇ, ସମସ୍ତେ ଆମେ ସବୁ ଏକତା ହେଇ ଆମେ ଆମର ଇଜ୍ଜତ ମହତ ଫେରାଇବା ପାଇଁ ସମସ୍ତେ କାର୍ଯ୍ୟ କରନ୍ତୁ। ମୋର ଏଇଟା ମୋ ଇଏର ବାର୍ତ୍ତା। ସମସ୍ତଙ୍କୁ ମୋ କହିବା ଅର୍ଥ, ସମସ୍ତେ, ମୁଁ ତ ଦେଖନ୍ତୁ, ଆମେ ଗୋଟେ ଛୋଟ ଲାଇସେନ୍ସଟି କରୁଛୁ। ଲାଇସେନ୍ସ କଲାବେଳକୁ ଆମର ସବୁ ଠିକ୍ ଠାକ୍ କରୁନାହାନ୍ତି। ତା'ମାନେ ଏଇ ସରକାର କେତେ
ଇଏ ସରକାର ଦେଖନ୍ତୁ, ଚିନ୍ତା କରନ୍ତୁ। ମୁଁ ତେଣୁକରି ମୁଁ କାହା ବିରୁଦ୍ଧର ଗପିବା ପାଇଁ ଚାହୁଁନି। ମୁଁ ସମାଜର ଯେମିତି ଭଲ କାମ କରିବା ପାଇଁ ଆମ ସାଥୀ ସାରଥୀ ଭାଇମାନେ ଆଗେଇ ଆସନ୍ତୁ। ଆମେ ଚକ୍ଷୁଦାନ ଶିବିର କରୁଛୁ, ବ୍ଲଡ଼ ଡୋନେଟ୍ ବି କରୁଛୁ। ଆଉ ମୁଁ ତ ଭାବିଛି ବର୍ତ୍ତମାନ ମୋ ସମ୍ପୂର୍ଣ୍ଣ ଏଣ୍ଟାର ବଡ଼ିକି ମୁଁ ବି ମଲା ପରେ ଡୋନେଟ୍ କରିଦେବି। ଏଗ୍ରିମେଣ୍ଟ ବି ମୁଁ ଲେଖିଦେବି। ତେଣୁକରି ଆଉ କ'ଣ ଅଛି ଭାଇ, ମଲା ପରେ କିଛି ନଥାଏ। ତେଣୁକରି ମୋ କହିବା ଅର୍ଥ, ଜନ୍ମଦିନେ ମୃତ୍ୟୁ ଦିନେ, ଏଟାକୁ କେହି ଫାଙ୍କି ପାରିବେନି କି ଇଏ କରିପାରିବେନି। ଆମେ ଯଦି କିଛି ଆସିଛୁ, ଯେ ମଣିଷ ଜନ୍ମ ବହୁତ ଇଏରେ ପାଇଛୁ, ତେଣୁକରି ମଣିଷତ୍ୱ ନେଇ ଆମେ କାମ ଆଗେଇ ନେବା। ମୁଁ ସବୁ ଭାଇମାନଙ୍କୁ ମୋର ରିକ୍ୱେଷ୍ଟ, ଭାଇମାନେ ଲୋକକୁ ସମ୍ମାନ ଦିଅନ୍ତୁ, ସମ୍ମାନ ପାଆନ୍ତୁ। ଆପଣମାନେ ସମ୍ମାନ ଦେବେନି, ସମ୍ମାନ ପାଇବେନି। ଆଉ ଇଗୋ ଛାଡ଼ିବାକୁ ପଡ଼ିବ। ନିଜ ଭିତରେ ଇଗୋଟାକୁ ଛାଡ଼ିବାକୁ ପଡ଼ିବ। ଛାଡ଼ିଲେ ଆମେ ସବୁ କିଛି କରିପାରିବା। ଇଗୋ ଭାଇ ଛାଡ଼ନ୍ତୁ। ଯିଏ ଯାହା ସଂଗଠନ ଯାହା ପାଇଁ ବଡ଼ ଥାଉ, କିନ୍ତୁ ଯେତେବେଳେ ଯେଉଁ କଥା ହେଉଛି ସବୁ ମିଳିତ ମିଶିକିରି ସବୁ କାମ କରନ୍ତୁ। ଦେଖିବେ ନିଶ୍ଚୟ ଦିନ ଆସିବ, ବହୁତ ଭଲ ଦିନ ଆସିବ, ଆଉ ଭଲ ନିଶ୍ଚୟ ହେବ। ଏଟା ମୋ ଆଶା ଆଉ ଭରସା ରଖିଛି ଆପଣମାନେ। ତେଣୁକରି ମୋ କହିବା ଅର୍ଥ, ଆମେ ଯଦି ଯେତେ ଆମ ସର୍ବଭାରତୀୟ ସ୍ତରରେ ଯେତେ ସଂଗଠନ ଅଛି, ଗୋଟିଏ ଦିନ ଏକତା ହେଇଯିବା, ଦେଖିବେ ଦିନ ଆସିବ। ଆଗେ ଡାକୁଥିଲେ ଡ୍ରାଇଭର ସାହେବ, ଏବେ ଏ ଡ୍ରାଇଭର ଆସିଲୁ, ବ୍ୟାଗ୍ଟା ଧରିନେଲୁ, ମାନେ ଆମେ ତାଙ୍କ ଘର ଚାକର ଭଳିଆ ବ୍ୟବହାର କରୁଛନ୍ତି। ଗୋଟାଏ ଦିନ ଯିଏ ଗାଡ଼ି ଭଡ଼ା କରିକି ନେଉଛି, ସିଏ ଭାବି ନେଉଛି ଏ ସମ୍ପୂର୍ଣ୍ଣ ଗାଡ଼ି ମୋର, ଏ ଡ୍ରାଇଭର ବି ମୋର। ତେଣୁକରି ସିଏ ଯାହା ବ୍ୟବହାର ଦେଖାଉଛନ୍ତି, ଏଟା କିନ୍ତୁ ମୋ ହିସାବର ଆମେ ବି ମଣିଷ, ରକ୍ତ ମାଂସର ଗଢ଼ା ନାହିଁ। ଆମେ ଯେ କାଠ କି ଗୋଟେ ପଥର, ଆମେ ବି ଗୋଟେ ମଣିଷରୁ ଡ୍ରାଇଭର। ତେଣୁକରି ପେଟ ପାଇଁ ତ କିଛି କରିବାକୁ ପଡ଼ିବ। କେଉଁଠି ନା କେଉଁଠି କୌଣସି ନା କୌଣସି କାମ କରିବାକୁ ପଡ଼ିବ। କିନ୍ତୁ ଆମେମାନେ କରୁଛୁ କ'ଣ? ଆମେ ଯେଉଁ ଡ୍ରାଇଭର ଲାଇନଟାକୁ ବାଛି ନେଇଛୁ, ସରକାରଙ୍କର ଏଠି କିଛି ନାହିଁ। ଆମେ ଆଉ ଅଲଗା କ'ଣ କରିପାରିଥାନ୍ତୁ? ବିଶେଷ କରି ବର୍ତ୍ତମାନ ଯେଉଁଠି ଦେଖିବେ କୌଣସି ଚାକିରି ନାହିଁ କି କୌଣସି କିଛି ନାହିଁ। ଆଉ ସବୁ କ'ଣ କରୁଛନ୍ତି? କିଛି ଏ ଡ୍ରାଇଭିଂ ଲାଇନର ଭର୍ତ୍ତି ହେଇଛନ୍ତି, କିଛି ରାଜମିସ୍ତ୍ରୀ ଲାଇନର ଭର୍ତ୍ତି ହେଇଛନ୍ତି। ଆମର ବି ଡ୍ରାଇଭର ଭାଇମାନେ କିମ୍ବା ଆମ ସାଥୀ ସାରଥୀ ଭାଇମାନେ ବି ଅଛନ୍ତି, ପାଠ ବି ବହୁତ ପଢ଼ିକି ଆସିକି ଡ୍ରାଇଭିଂ କରୁଛନ୍ତି। କାରଣ କୌଣସି ଜାଗାର କୌଣସି କାମ ଧନ୍ଦା ନାହିଁ। ଭାଇ ସାଧାରଣ ଟିକେ ଚିନ୍ତା କରନ୍ତୁ। ଆଉ ଯଦି ଆମେ କୌଣସି ଦିନ ଆମେ ଷ୍ଟ୍ରାଇକ୍ କରିବୁନୁ, କିଛି କରିବୁନୁ, ଘରେ 8 ଦିନ ବସିଯିବୁ, ହାହାକାର ପଡ଼ିଯିବ। ଦେଖିବେ
ଆସିବ ଦିନ ଏସବୁ ହେଇପାରିବ। ତେଣୁକରି ଆମେ ସମସ୍ତେ ଏକତା ହେବା, ସମସ୍ତେ ଏକତାରେ ବାନ୍ଧି ହେଇଯିବା। ଦେଖିବେ ଦିନ ଆସିବ ଏଇ ରାମ ରାଜ୍ୟ ବି ହେଇଯିବ, ଆଉ ଏଇ ସାଥୀ ସାରଥୀ ଭାଇମାନଙ୍କୁ ବି ଲୋକମାନେ ସମ୍ମାନ ଦେବେ। ତେଣୁକରି ମୁଁ ଏ ଭିଡ଼ିଓଟା ପୁରା ରିଏଲ୍ ସତ କଥା ହିଁ କହିକି ଭିଡ଼ିଓଟି ବନଉଛି। ମୋତେ ଭାଇମାନେ ସବୁ ଯିଏ ଭିଡ଼ିଓ ଦେଖିବେ ଲାଇକ୍ କରିବେ, ଫଲୋ ଦେବେ, କମେଣ୍ଟ କରିବେ। ଏଇଆ ମୋର ବାର୍ତ୍ତା ଥିଲା। ଆଉ ଜୟ ଭାରତ, ଜୟ ସାରଥୀ, ରଞ୍ଜିତ ବେହେରା, କଟକ ଖପରିଆ। ଜୟ ଜଗନ୍ନାଥ।